ଲାଗୁଛି ଆମର କିଏ ନାହାନ୍ତି ବୁଝିଲେ କି ଗୋଟେ ଉଦାହରଣ ଦଉଛି ତମକୁ ବାପା ମୁଁ ଏ ଖୁସିରେ ମୁଁ ଯାହା ଦଉଛି ଆଉ ଡିମାଣ୍ଡ କରିବ 1000 ଟଙ୍କା କେବେ ମୁଁ ଦେବିନି ସେଇଗୁଡା କହିଲେ ମଉସା ରାଗିଲେ ମୋ ଉପରେ ଇଏ ହେଲେ କେନ୍ଦ୍ରାପଡାର ଝିଅ ଗାଲ ଫଟେଇ ଦେବେ ମୁଁ କେନ୍ଦ୍ରାପଡାର ଝିଅ ମୁଁ ପାରାଦୀପ ଝିଅ ପାରାଦୀପ ଝିଅ ମୁଁ ରଙ୍ଗିଆଗଡ ମୋ ଘର ଇଏ ରଙ୍ଗିଆଗଡ ଯାହାକୁ ନେଇକି ଓଡିଶା ଉଠୁଥିଲା ପଡୁଥିଲା ଗତ ମାନେ ପୋଷକ ଆସିବା ପରେ ହଁ ଗୋଟିଏ କଥା ଆମେ ଶୁଣୁ ଜଗତସିଂହପୁର ତୁଳନାରେ ପାରାଦୀପିଆ ରାଗି ସତ କା ନା ମିଛ ନାଇଁ ସତ ବେଶୀ ଟେମ୍ପର ଜଗତସିଂହପୁର ତ ଏମିତି ନୁହଁ ନା ଜଗତସିଂହପୁର ଆମ ଥାନା ଥିଲା ସେତେବେଳେ ଏବେ ସେଇଠି ଆମ ମାଲକାନଗିରି ଏଇଠି ହେଇଗଲା ପାରାଦୀପରେ ଗୋଟେ କଥା ଯେତେବେଳେ ବାହାଘର କଥା ଆସେ ଯଦି କୌଣସି ପିଲା କାହିଁକିନା ପାରାଦୀପ ସିଟି ସେଟା ଅଲଗା କାହିଁକିନା ସେଠି 12 ଭାଇ ମିଶିକି ଆଖଡା ଯେ ଆମ ଝିଅ ଜଗତସିଂହପୁରରେ ପଡିବ ଆମ ଝିଅ ଜଗତସିଂହପୁରରେ ବାହା ହବ ସେତେବେଳକୁ ଆଗତୁରା ମାଡି ଆସନ୍ତି ଖୁସିରେ କାହିଁକି କହିବି ଏଇଟା ମୁଁ କହିପାରିବିନି ମୁଁ କଣ କହିବି ସତ କଥା କହିବି ପୁଅ ମୁଁ ଘରେ ରହେ ମୁଁ କୋଉଠି ଯାଏ ନା ହେଲେ ଘରେ ଯୋଉ ବଦମାସ କରିବାକୁ ଯିଏ ଆସେ ମୁଁ ତାଙ୍କୁ ଟିକେ ଉତ୍ତର ଦିଏ ସେତିକି ଆଉ ନାହିଁ କିଛି ନହେଲେ ମୁଁ ବାହାରକୁ ଯାଏ ନା ଆପଣ କେତେ ଥର ଏମିତି ଦେଇଥିବେ ପଇସା ଏମିତି ମୁଁ ବହୁତ ଥର ଦେଇଛି 4-5 ଥର ଦେଇଛି ମାନେ ଜବରଦସ୍ତିରେ କେତେ ଟଙ୍କା ଲାଗିଛନ୍ତି କେତେବେଳେ 100 କେତେବେଳେ 200 ଏମିତି ଇଚ୍ଛା ନଥାଏ ମାନେ ଇଚ୍ଛା କଣ ଇଚ୍ଛାଟା ଥାଏ କିନ୍ତୁ ଜିନିଷ ହଉଛି ଯେତିକି ତମର ମାନେ ଦରକାର ଏଲିଜିବୁଲ ଯେତିକି ମାନେ ତାଠାରୁ ବି ଅଧିକା ଇଏ କରି ନିଅନ୍ତି ଏଗୁଡା ଭଲ କଥା ନୁହଁ ଇଏ ତ ଠିକ ନୁହଁ ଏଗୁଡା ବନ୍ଦ ହବା ଦରକାର କି ନାହିଁ ବନ୍ଦ ହବା ନିହାତି ଦରକାର ସବୁ ଲୋକ ତ ଏଫୋର୍ଡ କରିପାରିବେନି ଯେତିକି ବାଲାନ୍ସ ହଉଛି ଆମେ ସେତିକି ଭିତରେ ଆମେ ଆଡଜଷ୍ଟ କରିକି କରିବା ତ ଏଇ ଯୋଉ ସମସ୍ୟା ଆଗରୁ ଥିଲା ନା ଏବେ କମିଛି ନା ବଢିଛି ଏବେ ତ ସମସ୍ୟା ଆଗରୁ ତ ଚାଲିଥିଲା ଏବେ ଟିକେ କମିଲା ଭଳିଆ ଲାଗୁଛି କମିଛି ମତେ ଲାଗୁଛି କମୁଛି ବୋଲି ଯାହା ବି ହେଇଯାଉ ଯୋଉମାନେ ଚାନ୍ଦା ମାଗୁଛନ୍ତି ଆଗ ନିଜେ ନିଜ ଘର ଜମିବାଡି ବିକ୍ରି କରିଦିଅନ୍ତୁ ଯଦି ପଇସା ଅଭାବ ହଉଛି ଧମାକାଦାରରେ ସେଲିବ୍ରିଟି ମାନଙ୍କୁ ଆଣନ୍ତୁ ନଚାନ୍ତୁ ଲୋକକୁ ଏନ୍ଜୟ କରନ୍ତୁ କଥାରେ ଅଛି ଆପଣ ଯଦି ରାଜା ହରିଶ୍ଚନ୍ଦ୍ର ହେବେ ଆପଣଙ୍କୁ ଦେଖି ଲୋକମାନେ ରାଜା ହରିଶ୍ଚନ୍ଦ୍ର ହେବେ ଆଉ ଆପଣ ଯଦି ଜୋର ଜବରଦସ୍ତି ନେବେ ଯଦି ସେଇଭଳି ଲୋକ ଯାଇ ଆପଣଙ୍କୁ ଛେଚିବେ କଥା ଭଲ ହବ ଆପଣ ଆଜି ଯାଆନ୍ତୁ ନିଜ ଜମିବାଡି ବିକ୍ରି କରନ୍ତୁ ଯୋଉ ଟଙ୍କା ପାଇବେ ସେଥିରେ ବଡ ବଡ ସିଙ୍ଗରକୁ ଡକାନ୍ତୁ ନାଚିଲା ବାଲାଙ୍କୁ ଡକାନ୍ତୁ ତାପରେ ଗୋଟେ ମଜା ଗୋଟେ ଅଯଥା ଖର୍ଚ୍ଚ ସେଗୁଡାକ ନା ବହୁତ ଅଯଥା ଖର୍ଚ୍ଚ ସେଗୁଡା ଅରୁଆ ଡାଲମା ହବ ମାନେ କିଛି ଲୋକଙ୍କୁ ଗରିବ ମାନଙ୍କୁ ମାନେ ଖାଇବାକୁ ଦେଇଦେଲେ ବି ବହୁତ କିଛି ଭଲ ହୁଅନ୍ତା ଏଇ କଥାକୁ ଅମୃତ ତୁଲ୍ୟ ପାନ କରୁଥିବା ଭାଇ ଜଣେ ସେଠି ଅଛନ୍ତି ଭାଇ କଣ କହିବେ ଏକାଦ ସୂର୍ଯ୍ୟକାନ୍ତ ବାବୁ 500 ରୁପିଜ ଓନ୍ଲି ଲେଖା ହେଇଥିବ ହଁ ସେଇଟା ଭଲ ଲାଗିବନି ଜବରଦସ୍ତି ନେବେ ଆପଣ ଦେଇଛନ୍ତି ହଁ ଦେଇଛି କେତେ ଥର 4 ଥର ଦେଖିଲ 4 ଥର ଭାଇ ଜୋର ଜବରଦସ୍ତି ଚାନ୍ଦା ଦେଇଛନ୍ତି କେମିତି ଲାଗେ ଭଲ ଲାଗେନି ଘର ଲୋକଙ୍କୁ ଜଣା ନା ଘର ଲୋକଙ୍କୁ 50 ଟଙ୍କା ଦେଇଛି ନାଇଁ ଘର ଲୋକଙ୍କୁ ଜଣେଇଲେ କହିବେ କଣ ପାଇଁ ଏତେ ଦେଲୁ ସେଇଥିପାଇଁ ମାନେ ଏପଟେ ଘର ଟେନସନ ସେପଟେ ଚାନ୍ଦା ଟେନସନ ନଦେଲେ କହିବେ କଣ ଏଟା ସବୁ ପକଡରା ଆଉ ପୁଣି ଆମର ଯୋଉ ସାଙ୍ଗସାଥୀଙ୍କୁ ତାଙ୍କ ବି ମନ ଖରାପ ଲାଗିବ ଯେ ତାକୁ କୁହାହେଲା 500 ଟଙ୍କା ସେ ଦେଲାନି ସେଥିପାଇଁ ଦିଆ ହୁଏ ଇଚ୍ଛା ନଥିଲେ ବି ଜବରଦସ୍ତି ଦିଆ ହୁଏ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲେ କେତେ ଦୁଃଖର କଥା ବ୍ୟାକଗ୍ରାଉଣ୍ଡ ରେ ସ୍ୟାଡ ମ୍ୟୁଜିକ ଟା ପକାଅ ତ ଯେତେବେଳେ ଆପଣଙ୍କୁ ମାଗି ଦିଅନ୍ତି ଗୋଟିଏ କଥା ହଉଛି ଇଗୋ ଉପରେ କଥା ଆସେ ନା କଣ ଯେ ତା ପାଖରେ ନାହିଁ ଏଠି ଲାଗେ ନିଜକୁ ଟିକେ ଇନସଲ୍ଟ ଲାଗେ ଜଣେ କହିବ ରିକ୍ୱେଷ୍ଟ କରିବ 500 ଟଙ୍କା ଦିଅ 1000 ଟଙ୍କା ଦିଅ ଡିମାଣ୍ଡ କରିବ ଯଦି ନ ଦେଲେ ସେଟା ନିଜକୁ ସେମାନେ ତ କହିବେ ଆପଣ କଣ ପାଇଁ ଦେଲେନି ଅମକ ଦେଲା ଏତିକି ସେତିକି ଅମକ ଦେଲା ତମେ ଦବ ସେପଟେ ମୋହନ ବାବୁ ମୁଖ୍ୟମନ୍ତ୍ରୀ ହେଲେ ତୁ ମଧ୍ୟ ହବୁ ମୁଖ୍ୟମନ୍ତ୍ରୀ 2000 ଦେଇଛି ତମେ କଣ ପାଇଁ 50 ଟଙ୍କା ଦଉଛ ସେଇଥିପାଇଁ ଦେବାକୁ ପଡେ ମନ ନ ହେଲେ ବି ଦେବାକୁ ପଡେ ତାଙ୍କୁ ବି ଖୁସି କରିବାକୁ ପଡିବ ସମସ୍ତଙ୍କୁ ଦେଖେଇବାକୁ ପଡିବ ସେ ଯୋଉ ପଇସା ଯେତେବେଳେ ଆମ ପ୍ରୋଗ୍ରାମ ସରିଯାଏ ଯୋଉ ପଇସାଟା ବଳିଥାଏ ଆପଣଙ୍କୁ ଡାକନ୍ତି ସାମିଲ କରନ୍ତି ଭୋଜିରେ ସେଟା ଭୋଜି ଭାତ ହୁଏ ଆପଣଙ୍କୁ ଡାକନ୍ତି ନା ନାଇଁ ସେଠି ମାନେ ଆପଣଙ୍କ ପଇସାରେ ସବୁ ଗଲା କିନ୍ତୁ ଆପଣ ଡାକିବେନି ନାଇଁ ସେଠି ବୋତଲ ଉଡିବ ଚାଖଣା ଟିକେ ଆସିବ ତାପରେ କଦଳୀ ପତ୍ର କଣ ଆମେ ତ ଡାଇରେକ୍ଟ ପତ୍ରରେ ପଳେଇ ଯାଉଛି ଖାଇବା ପିଇବା ଚିକେନ କିଏ ଖାଉଛି ମଟନ ଟିକେ ହବ ତାସ ଖେଳ ଟିକେ ହବ ଢାବାରେ ଯିବେ ଢାବା ଯାଆନ୍ତି ପଇସା ଉଠିଆ କରା ହଉଛି ସେମିତି ଆଉ ତ ଆପଣ ପଇସା ଦେବେ କିନ୍ତୁ ଆପଣ ସେ ପ୍ରସାଦରୁ ବିରିୟାନୀରୁ ଟିକେ ଦାନାଟେ ପାଟିରେ ପଡିବନି ପ୍ରସାଦ ମିଳିବନି ଚୁଡା ଘଷା ମିଳେନି ନା କିଛି ପ୍ରଥମ ଦିନ ମିଳେନି ଟୋକା ଗୁଡାକ ସେ ତାଙ୍କର ପ୍ରସାଦ ସେ ନିଜେ କରିବେ ଆଉ ନିଜେ ଖାଇବେ ଦେଖ ଦହି ବୁନ୍ଦିଆ ହବ ଚୁଡା ଘଷାଟା ହବ ଲଡୁ ଆସିବ ନାଇଁ ରାଶି ଲଡୁ ଟିକେ ଆସିବ ଖସା ଲଡୁ ଯାଉ କହନ୍ତି
ଏତେ ବାସ୍ନା ଚନ୍ଦନ ଅଗୁର ବାସ୍ନାରେ ମହାମହ କମ୍ପିବ, କିନ୍ତୁ ନିଜେ ଖାଇବେ ନିଜ ଘରକୁ ନେବେ। କିନ୍ତୁ ମେନ୍ ଯୋଉ ପଇସା ଦେଇଛନ୍ତି ଆଙ୍କ ମନ ପୋଡି ଯାଉଥିବ, ଟଙ୍କା ଦେଇଥିବେ କିନ୍ତୁ ଆଙ୍କୁ କିଛି ମିଳିବନି। ଏଟା ସତ? ସତ, ନିଶ୍ଚୟ ସତ। ତାଙ୍କର ବସ୍ ଆସିଲାଣି, ଆମେ ଆଉ ଡିଷ୍ଟର୍ବ କରିବା ନା, ଆଗକୁ ଯିବା।